मोर प्रिय पिलाମାନେ आशा करिबि समस्ते बहुत ही भलरे थिबो एवं आपणकर परिवार भी प्रायतः समस्ते बहुत ही भलरे थिबे। ये नोटिस एक्चुअली आपणकर 21 तारिख रु रिलीज करा ହେଇଛି। ଯେତିକି ବି ଆପଣଙ୍କର ଜିଲ୍ଲା ମାନଙ୍କରେ ସବୁ ଡିପିସି ଅଫିସ ରହିଛି ବା ଯୋଉଟା ପୂର୍ବରୁ ସର୍ବଶିକ୍ଷା ଅଭିଯାନ ଥିଲା ବର୍ତ୍ତମାନ ତ ସମଗ୍ର ଶିକ୍ଷା ଅଭିଯାନ ଆପଣଙ୍କର ହେଇଯାଇଛି। କୋଉଥିପାଇଁ ନା ଆପଣଙ୍କର ଜଏନିଂ ଅର୍ଡରର ରିଲିଜ ସମ୍ପର୍କରେ ରହିଛି। ଠିକ ଅଛି। ଦେଖନ୍ତୁ ଜଏନିଂ ଅର୍ଡରରେ ଆପଣଙ୍କର ଅଲରେଡି ୟାର ଗୋଟେ ଡେମୋ ଅଲରେଡି ଆସିଯାଇଛି। ଯେମିତିକି ଆପଣ ଜାଣିଥିବେ ଯେ ବର୍ତ୍ତମାନ ଆପଣଙ୍କୁ ଏଗ୍ରିମେଣ୍ଟ ସାଇନ୍ କରିବା ପାଇଁ ପଡୁଛି। ପ୍ରାୟତଃ ମ୍ୟାକ୍ସିମମ୍ ଜିଲ୍ଲାମାନଙ୍କର ଡେଟ୍ ଆସିଯାଇଛି ଆଉ କିଛି କିଛି ଜିଲ୍ଲାରେ ତ ଅଲରେଡି ଆପଣଙ୍କର ସରିଗଲାଣି। ଠିକ ଅଛି। ତ ଆପଣମାନେ ନିଜ ନିଜ ଜିଲ୍ଲାର ଚେକ୍ କରିଦେବେ କୋଉ ଦିନ ଅଛି ସେଦିନ ଏଇ ଏଗ୍ରିମେଣ୍ଟଟାକୁ ଆପଣ ଯାଇକି ସବମିଟ୍ କରିଦେବେ ହେଲା। ତାପରେ ଆପଣଙ୍କୁ ଏନଗେଜମେଣ୍ଟ ଅର୍ଡର ଆପଣଙ୍କର ଦିଆଯିବ। ଠିକ ଅଛି। ଆପଣଙ୍କୁ ଏବେ ସାର୍ ଏନଗେଜମେଣ୍ଟ ଅର୍ଡର ବା ଯୋଉଟା ଜଏନିଂ ଲେଟର ଆପଣ କହୁଛନ୍ତି ଏଟା କେବେ ଆପଣଙ୍କର ଦିଆଯିବ ଦେଖନ୍ତୁ ଲେଖା ହେଇଛି। The engagement order shall not be distributed to any junior teacher before completion of the state level orientation program। ମାନେ orientation ପୂର୍ବରୁ ଆପଣଙ୍କୁ ଦିଆଯିବ ନାହିଁ। orientation ପରେ ହିଁ। ଠିକ ଅଛି। ମାନେ ଆପଣ ଜାଣିଥିବେ 5 ତାରିଖ ଦିନ ଆପଣଙ୍କର orientation program ରହିଛି ଭୁବନେଶ୍ୱରରେ। 5 ତାରିଖ ପରେ ଆପଣଙ୍କୁ ଦିଆଯିବ। ତ ମେ ବି ଆପଣଙ୍କର ସେଇଦିନ ପ୍ରାୟତଃ ଆସୁ ଆସୁ ଲେଟ୍ ହେଇଯାଏ ସେଦିନ ପ୍ରାୟତଃ ମିଳେନି ନହେଲେ ଆପଣ 7 ତାରିଖ ଦିନ ଆପଣମାନଙ୍କୁ ଦିଆଯିବ ଯେହେତୁ 9 ତାରିଖରୁ 19 ତାରିଖ ଆପଣଙ୍କର ଛୁଟି ରହୁଛି। ତ 7 ତାରିଖ ଦିନ ଆପଣଙ୍କୁ ମିଳିଲେ ଆପଣଙ୍କର ଟାଇମିଂ ଦିଆ ହୁଏ। ଦେଖନ୍ତୁ ଏଇଟା ହଉଛି ଆପଣଙ୍କର ଜଏନିଂ ଅର୍ଡର ଏଇଭଳିଆ ଆସିବ। ଏଇଠି ଆପଣଙ୍କର ଲେଟର ନମ୍ବର ଲେଖା ହେଇଥିବ, ଡେଟ୍ ଲେଖା ହେଇଥିବ, ଆପଣଙ୍କର ଏଗ୍ରିମେଣ୍ଟ କୋଉ ଡେଟରେ ହେଲା ତାହା ଲେଖା ହେଇଥିବ। ଯେମିତି ଯୋଉ ଡେଟରେ ଆପଣଙ୍କର ଏଗ୍ରିମେଣ୍ଟ ହେଇଥିବ ଆପଣଙ୍କର ନାଁ, ବାପାଙ୍କର କିମ୍ବା ସ୍ୱାମୀଙ୍କର ନାଁ, ଆପଣଙ୍କର କୋଉ ଜିଲ୍ଲାରେ ଆପଣଙ୍କର ହେଲା। ଠିକ ଅଛି। ଦେନ୍ ଏଇଟା କୋଉ ଜିଲ୍ଲାରେ ଆପଣଙ୍କର ହେଇଛି। ଠିକ ଅଛି। ତାପରେ ଆପଣଙ୍କର ସରି ଏଇଟା ଆପଣ 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 କୋଉ ଜିଲ୍ଲାରେ ଅଟନ୍ତି। ଠିକ ଅଛି। ତାପରେ ଆପଣଙ୍କର କୋଉ ସ୍କୁଲରେ ହେଲା, ତାପରେ ସେଇ ସ୍କୁଲର କୋଡ କଣ, ଗ୍ରାମ ପଞ୍ଚାୟତ କଣ, ସେଇ ସ୍କୁଲର ବ୍ଲକ କଣ, ସେଇ ସ୍କୁଲର ଡିଷ୍ଟ୍ରିକ୍ଟ କଣ ଲେଖି ଦିଆହବ। ଆଉ ଆପଣମାନେ ବର୍ତ୍ତମାନ ଯୋଉ ଯାଉଛନ୍ତି ଆପଣଙ୍କର ଏଇ ଯୋଉ ଏଗ୍ରିମେଣ୍ଟ ପାଇଁ ସେଇଠି ମଧ୍ୟ ଆପଣ ନିଜର ସ୍କୁଲ ନାଁ ଚେକ୍ କରିପାରିବେ ହେଲା। ଆପଣଙ୍କୁ ସେମାନେ ଦେଖେଇଦେବେ କାହିଁକି ନା ସେଇଠି ଆପଣଙ୍କର ଅ, ଦେଖେଇଲା ପରେ ଯାଇକି ଏଗ୍ରିମେଣ୍ଟଟା ହଉଛି ହେଲା। ତ ଆପଣମାନେ ଯିଏ ବି ଆପଣଙ୍କର ଯାଉଛନ୍ତି ସ୍କୁଲକୁ ବର୍ତ୍ତମାନ ଆପଣ ଯିବେନି କି ସମସ୍ତେ ତ ଏଗ୍ରିମେଣ୍ଟ ପେପର ସାଇନ୍ କରିବା ପାଇଁ ଯିବେ। ସବୁ ଜିଲ୍ଲାରେ ସମସ୍ତେ ନିଜ ନିଜର ସ୍କୁଲକୁ ଚେକ୍ କରିପାରିବେ। ସମସ୍ତେ କମ୍ପଲସରି ଚେକ୍ କରିପାରିବେ, କିଛି ଅସୁବିଧା ନାହିଁ। କାହିଁକି ନା ବିନା ଆପଣଙ୍କୁ ଦେଖେଇକି ସେମାନେ ଏଗ୍ରିମେଣ୍ଟ ସାଇନ୍ ହିଁ କରିପାରିବେନି। ତେଣୁକରି ଆପଣମାନେ ଆରାମସେ ଦେଖିପାରିବେ ଯେ ଆପଣଙ୍କର କୋଉ ସ୍କୁଲରେ ହେଇଛି। ଠିକ ଅଛି। ତାପରେ ଦେଖନ୍ତୁ ଦରମା ଆପଣଙ୍କର ସେମ୍ ରହିଛି 11,000 ଆପଣଙ୍କର 100 ଟଙ୍କା। ଠିକ ଅଛି। 11,100 ଟଙ୍କା ଆପଣଙ୍କର ଦରମା। ଏଇଟା ଆପଣଙ୍କର ଇନ୍ ହ୍ୟାଣ୍ଡ ସାଲାରୀ ନୁହେଁ। ଏଇଠୁ ଆପଣଙ୍କର ଟଙ୍କା ପୁରା କୋଟିକି ଆପଣଙ୍କର ଆସିବ। ପାଖାପାଖି ସେଇ 9,000 ସମଥିଙ୍ଗ ଆପଣଙ୍କର ଟଙ୍କା ଆପଣଙ୍କୁ ମିଳିବ। ଠିକ ଅଛି। ଦେନ୍ ଏଗୁଡା ଆପଣଙ୍କର ଏଗୁଡା ରହିବ ଆଉ। ଏଇଟା ପ୍ରତ୍ୟେକ ବର୍ଷକୁ ବର୍ଷ ଆପଣଙ୍କର ଏଇଟା ଏଇ ପେପରଟା କଣ ହୁଏ ନା ରିନ୍ୟୁଆଲ ଆପଣଙ୍କର ହୁଏ। ହେଡ ମାଷ୍ଟର ଆପଣଙ୍କର କିଛି ଲେଖିକି ଦିଅନ୍ତି। ତାପରେ ଆପଣଙ୍କର ସ୍କୁଲ ମ୍ୟାନେଜମେଣ୍ଟ କମିଟିର ଯିଏ ଆପଣଙ୍କର ଥିବେ ସେ ବି ଲେଖିକି ଦେବେ ଯେ ଏଇ ଶିକ୍ଷକ ଭଲ ଶିକ୍ଷକ ଆପଣଙ୍କର ଅଟନ୍ତି। ଠିକ ଅଛି। ଏମିତି ପ୍ରତ୍ୟେକ ବର୍ଷକୁ ବର୍ଷ ରିନ୍ୟୁଆଲ ଆପଣଙ୍କର ହୁଏ। ଠିକ ଅଛି। ତ ଏହା ହିଁ ଆପଣଙ୍କର ଥିଲା ଦରମା ବଗେରା ଦେଖିଦେଲେ ସ୍କୁଲ ଆପଣ ମାନେ ଆଉ ଟାଇମିଂ ଆପଣଙ୍କୁ ଟାଇମିଂ ଦେଖନ୍ତୁ ଦିଆଯାଏ 15 ଦିନ। ଦେଖନ୍ତୁ ସରି ଆପଣଙ୍କର ଏଇ ଯୋଉ କେତେ ଦିନ ଟାଇମ ଆପଣଙ୍କୁ ମିଳିବ ଜଏନିଂ କରିବା ପାଇଁ। ଦେଖନ୍ତୁ ଜଏନିଂ ଆପଣଙ୍କୁ ମିନିମମ୍ ଏତିକି ଦିନ ଭିତରେ ଆପଣଙ୍କର କରିବା ପାଇଁ ପଡିବ। ଏଇଠି ଦେଖନ୍ତୁ ହେଲା ଏଇଠି ଆପଣଙ୍କର ଡେଟ୍ ଲେଖା ହେଇଥିବ ହେଲା। ଏଇଠି ଜଏନିଂ ଅର୍ଡର ଲେଖା ହେଇଥିବ ଯେ ଏତିକି ତାରିଖ ସୁଦ୍ଧା ଆପଣଙ୍କୁ ସ୍କୁଲରେ ଜଏନିଂ କରିବା ପାଇଁ ପଡିବ। ଠିକ ଅଛି। ଯଦି ଆପଣ ଜଏନିଂ ନ କରନ୍ତି ଦେନ୍ ଅଟୋମେଟିକାଲି କ୍ୟାନସେଲ ହେଇଯିବ। ପ୍ରାୟତଃ ଆପଣଙ୍କର 7 ରୁ 10 ଦିନ ଆପଣଙ୍କର ଟାଇମିଂ ମିଳେ ସବୁ ଜିଲ୍ଲା ମାନଙ୍କରେ ମିଳେ। ଆଉ ଯାହା ଆପଣ ଭାବୁଥିବେ ସାର୍ ଛୁଟି ପୂର୍ବରୁ ଆପଣ କରିଦେବେ। ଛୁଟି ସମୟରେ କିଛି କିଛି ସ୍କୁଲ ଆପଣଙ୍କର ଖୋଲା ନଥିବ। ଆପଣଙ୍କ ପାଇଁ ଆପଣଙ୍କର ହେଡମାଷ୍ଟର ଯାଇକି ଆପଣଙ୍କର ସ୍କୁଲ ଖୋଲିବେନି। ଠିକ ଅଛି ନା। ଆପଣମାନଙ୍କୁ ଜଏନିଂ 7 ତାରିଖ କିମ୍ବା 8 ତାରିଖ ଏଇ 2 ଦିନ ଆପଣ କରିଦେବେ ନହେଲେ କିଛି ନାହିଁ ଛୁଟି ପରେ କରିବେ। ଛୁଟି ପରେ ଛୁଟି ଭିତରେ ଆପଣଙ୍କର କିଛି ଜଏନିଂ ହୁଏନି ମନେ ରଖିବେ। ଠିକ ଅଛି। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ। ଥ୍ୟାଙ୍କ ୟୁ।